ଘରେ କେହି ନଥିବା ସମୟରେ ମୋ ଦିଅର କିପରି ମଦ ଖାଇ ଆସି ମୋ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ ଏବଂ ମୋତେ ପେଲି ପୁରା ମୋ ଅବସ୍ଥା ଖରାପ କରିଦେଇଥିଲେ, ମୋ ରସ ସବୁ ବାହାର କରିଦେଇଥିଲେ। ସେ ବିଷୟରେ ମୁଁ ଆଜି ଆପଣଙ୍କୁ ଏ ଭିଡ଼ିଓରେ କହୁଛି। ଆପଣମାନେ ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ୟାଙ୍ଗ୍ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଥରେ କ'ଣ ହେଇଛି ନା, ମୋ ଦିଅର ରାତି 11ଟା-12ଟା ପରେ ମଦ ଖାଇ ଆସି ଘରେ ଆସି ପହଞ୍ଚିଲେ। ସେଦିନ ଘରେ ଶାଶୁ କିମ୍ବା ଶ୍ୱଶୁର ନଥିଲେ। ମୋ ସ୍ୱାମୀ ବାହାରେ ରୁହନ୍ତି, ତେଣୁ ସେ ନିଶାରେ ପୁରା ଟଳମଳ ହୋଇ ପହଞ୍ଚିଲେ। ତାଙ୍କର ସେ ଅବସ୍ଥା ଦେଖି ମୁଁ ପ୍ରଥମେ ଡରିଗଲି ଏବଂ ମୋତେ ରାଗ ମଧ୍ୟ ଲାଗିଲା। ମୁଁ ତାଙ୍କୁ ରାଗି କରି କହିଲି, ତମେ କାହିଁକି ଏମିତି ନିଶା ପାଣି କରି ଆସୁଛ? ସେ ତାପରେ ତା ରୁମ୍କୁ ଚାଲିଗଲା ଏବଂ ରୁମ୍ରେ ଯାଇ ନିଜର ସାର୍ଟ ପ୍ୟାଣ୍ଟ ଓହ୍ଲାଇଲା। କିଛି ସମୟ ଯାଇଛି ସେ ମୋତେ ଖାଇବା ପାଇଁ ମାଗିଲା ଏବଂ ଖାଇସାରି ସେ କ'ଣ କଲା ନା ରୁମ୍କୁ ଶୋଇବା ପାଇଁ ଗଲା। କିଛି ସମୟ ରୁମ୍ରେ ଶୋଇଛି, ତାପରେ ସେ ଡାକ ଛାଡ଼ିଲା। ତେଣୁ ମୁଁ କ'ଣ କଲି ନା ମୋ ରୁମ୍ରୁ ତା ରୁମ୍କୁ ଗଲି। ତାକୁ ପଚାରିଲି କ'ଣ ହେଲା? ସେ କହିଲା, ଭାଉଜ ମୋ ମୁଣ୍ଡଟି ପ୍ରବଳ ବିନ୍ଧୁଛି, ଟିକେ ମୋ ମୁଣ୍ଡକୁ ଚିପି ଦିଅ। ତେଣୁ ମୁଁ କ'ଣ କଲି ନା ତାର ମୁଣ୍ଡକୁ ଟିକେ ଚିପିଦେଲି। ଅଳ୍ପ ସମୟ ମୁଣ୍ଡ ଚିପିଛି, ତାପରେ ସେ କ'ଣ କଲା, ମୋ ହାତକୁ ଧରି ସିଧା ତା ଉପରକୁ ଘାସାରି ନେଲା। ମୁଁ କହିଲି, ଆରେ କ'ଣ ହେଉଛି? ସେ କହିଲା, ଭାଉଜ ମୋର ଆଜି ପ୍ରବଳ ଡେଇଁବା ପାଇଁ ଇଚ୍ଛା ହେଉଛି, ମୋତେ ଟିକେ ଡେଇଁବାକୁ ଦିଅ। ମୁଁ କହିଲି, ଆରେ ଏସବୁ ବାଜେ କଥା, ତମେ ବର୍ତ୍ତମାନ ନିଶାରେ ଅଛ, କ'ଣ କହୁଛ, କ'ଣ କରୁଛ କିଛି ତମେ ଜାଣିପାରୁନ। ସେ କହିଲା, ନାଇଁ ଭାଉଜ, ଯାହା ବି ହଉ ମୋତେ ଆଜି ଡେଇଁବା ପାଇଁ ପ୍ରବଳ ଇଚ୍ଛା ହେଉଛି, ତେଣୁ ମୋତେ ଆଜି ଟିକେ ଡେଇଁବାକୁ ଦିଅ। ମୁଁ ତାକୁ ଯେତେ ମନା କଲେ ବି ସେ ଶୁଣିବା ଅବସ୍ଥାରେ ନଥିଲା। ମୋତେ ଜୋର ଜବରଦସ୍ତ ତା ଉପରେ ଜାକି ଧରିଲା ଏବଂ ଖାଲି ଚୁମା ମାରିବାକୁ ଲାଗିଲା। କିଛି ସମୟ ଚୁମା ମାରି ସାରିଲା ପରେ ମୁଁ ନିଜକୁ ଆଉ ଆୟତ୍ତରେ ରଖିପାରିଲି ନାହିଁ, କାରଣ ମୋ ସ୍ୱାମୀ ମଧ୍ୟ ବହୁତ ଦିନ ହେଲା ଘରେ ନାହାନ୍ତି। ତେଣୁ ମୁଁ ବହୁତ ଦିନ ହେବ ନିଆଁ ଖାଇନାହିଁ। ତେଣୁ ତାର ସେଇ ଚୁମାରେ ମୋ ମନ ମଧ୍ୟ ନିଆଁ ଖାଇବାକୁ ପ୍ରବଳ ଇଚ୍ଛା ହେଲା। ତେଣୁ ମୁଁ ଆଉ ବେଶୀ ବିରୋଧ କଲି ନାହିଁ। ତାପରେ ସେ କ'ଣ କଲା ନା ମୋ ବ୍ଲାଉଜକୁ ଖୋଲିଦେଲା ଏବଂ ମୋର ଦୁଇଟି ବଡ଼ ବଡ଼ ଦୁଧକୁ ବାହାରକୁ କାହାରି ଆଣିଲା ଏବଂ ତା ସାଙ୍ଗରେ ଖେଳିବାକୁ ଲାଗିଲା। ଦୁଧର ମୁଣ୍ଡିକୁ ସେ ଚୁଚୁମିବାକୁ ଲାଗିଲା। ଏପଟେ ଚୁଚୁମୁଥାଏ, ସେପଟେ ହାତରେ ଦୋଳି ମଧ୍ୟ ଥାଏ। ଏମିତି କିଛି ସମୟ କରିସାରିଲା ପରେ ତାପରେ ସେ କ'ଣ କଲା ନା ମୋ ଶାଢ଼ୀକୁ ଖୋଲିଦେଲା, ମୋ ସାୟାକୁ ମଧ୍ୟ ଖୋଲିଦେଲା, ମୋତେ ପୁରା ଲଙ୍ଗଳା କରିଦେଲା ଏବଂ ସେ ଲଙ୍ଗଳା ଚେହେରାକୁ ଦେଖି ସେ ପୁରା ପାଗଳ ହୋଇଗଲା। ତେଣୁ ଖାଲି ମୋତେ ଚାଟିବାକୁ ଲାଗିଲା। କେତେବେଳେ ମୋ ଦୁଧକୁ ଚାଟୁଥାଏ, କେତେବେଳେ ମୋ ବେକକୁ ଚାଟୁଥାଏ। ଏମିତି ଚାଟି ଚାଟି ପୁରା ମୋତେ ନାଳୁଆ କରିଦେଲା। ତାପରେ ଆସ୍ତେ ଆସ୍ତେ ସେ ତଳକୁ ଖସିଲା। ମୋ ପିଆରେ ତା ଜିଭକୁ ନେଇ ଲଗାଇଦେଲା ଏବଂ ମୋ ପିଆକୁ ଜିଭରେ ଚାଟିବାକୁ ଲାଗିଲା। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଖାଲି ଚାଟି ଚାଲିଲା। ସେ ଯେତେ ଚାଟୁଥିଲା
ମୋତେ ସେତେ ମଜା ଲାଗୁଥିଲା। ମୁଁ ଖାଲି ମଜା ଉଠାଉଥିଲି। ତାପରେ ସେ ଚାଟାଚାଟି ବନ୍ଦ କରି ମୋତେ କ'ଣ କଲା ନା ମୋର 2 ଟାଙ୍ଗକୁ ଟେକି ଧରିଲା ଏବଂ ମୋ ବିଅରେ ଆଙ୍ଗୁଳି ପଶେଇବାକୁ ଲାଗିଲା। କିଛି ସମୟ ମୋ ବିଅ ଭିତରେ ସେ ତା'ର ଆଙ୍ଗୁଳିକୁ ପଶେଇ ଖାଲି ହଲେଇଲା। ତାପରେ ମୁଁ ଦେଖିଲି ତାର ସେଇ ବାଣ୍ଡଟି ପୁରା ମୋଟା ହେଇଯାଇଛି ଏବଂ ଲମ୍ବା ମଧ୍ୟ ହେଇଯାଇଛି। ସେ ବାଣ୍ଡକୁ ଚୁଷିବାକୁ ମୋର ପ୍ରବଳ ଇଚ୍ଛା ହେଲା। ତେଣୁ ମୁଁ କ'ଣ କଲି ନା ତାକୁ ତଳେ ଶୁଆଇ ଦେଇ ତାର ବାଣ୍ଡଟିକୁ ମୋ ପାଟିରେ ନେଇ ଚୁଚୁମିବାକୁ ଲାଗିଲି। କିଛି ସମୟ ଚୁଚୁମି ସାରିଲା ପରେ ସେ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ। ସେ କ'ଣ କଲା ନା ମୋର 2 ଟାଙ୍ଗକୁ ଟେକି ଧରି ତାର ସେଇ ଲମ୍ବା ବାଣ୍ଡକୁ ମୋ ପିଆରେ ପଶେଇଲା। ଗେହିଁ ଚାଲିଲା। ପାଖାପାଖି 20ରୁ 25 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଖାଲି ଗେହିଁ ଚାଲିଲା। ମୋତେ ବହୁତ ମଜା ଲାଗୁଥିଲା। ମୁଁ ଖାଲି ଆଉ ଟିକେ ଆଉ ଟିକେ ଜୋର ଏମିତି ଖାଲି ଚିଲ୍ଲାଉଥିଲି। ସେ କିନ୍ତୁ ମୋ ଚିଲେଇବା ଶୁଣୁନଥିଲା। ସେ କେବଳ ଗେହିଁ ଚାଲିଥିଲା। ଖପ୍ ଖାପ୍ ଗପ୍ ଖାପ୍ କରି ଖାଲି ଗେହିଁ ଚାଲିଥିଲା। ତାପରେ ସେ ଉଠି ପଡ଼ିଲା ଏବଂ ମୋତେ ସିଧା କରି ବସେଇ ଦେଲା ଏବଂ ପୁଣି ମୋ ବିଅକୁ ଚାଟିବାକୁ ଲାଗିଲା। ତାପରେ କ'ଣ କଲା ନା ତଳେ ଛିଡ଼ା ହେଇ ପଡ଼ିଲା ଏବଂ ତା'ର ବାଣ୍ଡଟିକୁ ଆଣି କହିଲା, ମୋର ବାଣ୍ଡକୁ ଆଉ ଥରେ ତୁମେ ଭଲ କି ଚାଟ। ମୁଁ ମଧ୍ୟ ତା'ର ବାଣ୍ଡକୁ ଆହୁରି ଚାଟିବାକୁ ଲାଗିଲି। କିଛି ସମୟ ଚାଟି ସାରିଲା ପରେ ସେ କ'ଣ କହିଲା ନା ଭାଉଜ, ଆଜି ମୁଁ ତୁମକୁ ଠିଆ ଠିଆ ଗେହିବି। ମୁଁ କହିଲି ହଉ ଠିକ୍ ଅଛି। ତାପରେ ସେ କ'ଣ କଲା ନା ଖଟ ଉପରେ ମୋତେ ପେଟେଇ ଶୁଆଇ ଦେଲା ଏବଂ ତଳେ ସେ ଛିଡ଼ା ହୋଇ ରହିଲା। ତାପରେ ସେଇ ଛିଡ଼ା ହେବା ଅବସ୍ଥାରେ ତା ବାଣ୍ଡଟିକୁ ମୋ ଗାଣ୍ଡି ପଟରୁ ମୋ ପିଆରେ ପଶେଇଲା। ପୁଣି ଗେହିଁ ଚାଲିଲା। ନିର୍ଦ୍ଧୁମ ଭାବରେ ଗେହିଲା। ବହୁତ ସମୟ ଧରି ଗେହିଲା। ତା ବାଣ୍ଡ ଏତେ ଟାଣ ଥିଲା ଯେ ଶୀଘ୍ର ଶୀଘ୍ର ତା ବାଣ୍ଡରୁ ରସ ବାହାରୁ ନଥିଲା। ଏ ପେଟେଇକି ଶୋଇଥିବା ସମୟରେ ମୋ ବିଅରୁ ସବୁ ରସ ବାହାରି ଚାଲିଗଲା। କିନ୍ତୁ ସେତେବେଳ ପର୍ଯ୍ୟନ୍ତ ତା ବାଣ୍ଡରୁ ରସ ବାହାରି ନଥିଲା। ତେଣୁ ସେ ମୋତେ ଛାଡ଼ୁନଥିଲା, ଖାଲି ଗେହିଁ ଚାଲିଥିଲା। ଏମିତି କିଛି ସମୟ ଗେଁ ଗେଁ ହେଇସାରିଲା ପରେ ତା ବାଣ୍ଡରୁ ମଧ୍ୟ ସବୁ ରସ ବାହାରିଗଲା। ସେ ଏଥର ଦୁର୍ବଳ ହୋଇପଡ଼ିଲା। ଆମେ ଏହି ପ୍ରକାର ସେଦିନ ପାଖାପାଖି 1-1.5 ଘଣ୍ଟା ପର୍ଯ୍ୟନ୍ତ ଗେଁ ଗେଁ ହେଇଥିଲୁ। ଏହା ପରେ ମଧ୍ୟ ଆମେ ବହୁତ ଥର ଗେଁ ଗେଁ ହେଇଛୁ। ସେସବୁ ବିଷୟର ଭିଡ଼ିଓ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। କିନ୍ତୁ ଦୁଃଖର ବିଷୟ, ଆପଣମାନେ ବହୁତ ମାତ୍ରାରେ ଭିଡ଼ିଓକୁ ଦେଖୁଛନ୍ତି, ସେୟାର ମଧ୍ୟ କରୁଛନ୍ତି, କିନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ତେଣୁ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।